ବିଚକ୍ଷଣ ଲୀଳା ମହତ୍ଵ ହେଲା ବିଶେଷ ଭାବରେ ଜୀବର ସୁରର ଗମନ କରିବା ଜୀବନ ପ୍ରବାହ ସଙ୍ଗେ ମହାଜୀବନର ସଂଯୋଗୀକରଣ ପୁରୁଷୋତ୍ତମ ସମର୍ପିତ ଏହି ଜୀବନର ଅସଲ ଉଦ୍ଦେଶ୍ୟ ହେଲା କୃପା। ସାଧକ ସମାଜରେ ଏହି ସିଦ୍ଧାନ୍ତ ସର୍ବସମ୍ମତିକ୍ରମେ ମାନ୍ୟ ବା ପ୍ରାଧାନ୍ୟ ଲାଭ କରିଛି। ସର୍ବଜ୍ଞ ସର୍ବଶକ୍ତିମାନ ପରତନ୍ତ୍ର ପରମ ପ୍ରେମାସ୍ପଦ ଓ ପରମ କୃପାଳୁ ସ୍ୱୟଂଭୂ ଯୁଗ ପୁରୁଷୋତ୍ତମ କରୁଣାଘନ ରୂପରେ ମର୍ତ୍ତ୍ୟାବତରଣ କରନ୍ତି। କାରଣ ଜୀବ ସୃଷ୍ଟିର ଯେଉଁ ମଧୁରିମା ସେ ବିତରଣ କରନ୍ତି ତାହାଙ୍କୁ କୁହାଯାଏ କୃପା। ପ୍ରଭୁ ସର୍ବଦା ସ୍ୱତନ୍ତ୍ର ହୋଇ ମଧ୍ୟ ପ୍ରେମରେ ପରତନ୍ତ୍ର ହୋଇ ରହିଥାନ୍ତି। ଏଇଥିପାଇଁ ଏହି ପ୍ରଶ୍ନ ଉଠେ ଯେ ଈଶ୍ୱର ଜୀବର ହୃଦୟରେ ପ୍ରେମ ଦେଇ ପରତନ୍ତ୍ର ବା ନିଜ ହୃଦୟରେ ପ୍ରେମ ଦେଇ ପରତନ୍ତ୍ର। ଜୀବ ତ ଭଗବାନଙ୍କର ପୁରୁଷୋତ୍ତମଙ୍କର ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଔଦାତ୍ୟ ଶୈଥିଲ୍ୟ ସୌଶଲ୍ୟ ଆଦି ସବୁ ଗୁଣ ଦେଖି ତାଙ୍କ ପ୍ରତି ସହଜତା ଆକର୍ଷିତ ହୁଏ। କିନ୍ତୁ ଭକ୍ତକୁ ପାଖରେ କାହିଁକି ଭକ୍ତର କେଉଁ ଗୁଣକୁ ଦେଖି ପରମ ପୁରୁଷ ମୁଗ୍ଧ ବା ବିଗଳିତ ହୁଅନ୍ତି? ବାସ୍ତବିକ ପ୍ରଭୁ ଅନ୍ୟର କୌଣସି ଗୁଣ ଦେଖି ମୁଗ୍ଧ ହୁଅନ୍ତି ନାହିଁ। କାରଣ ଜୀବ ଭିତରେ ତାଙ୍କର ସ୍ୱରୂପ ସ୍ଥିତି ପ୍ରତିଚ୍ଛାୟାର ପ୍ରତିଫଳନର ଚଳନଚର୍ଯ୍ୟାର ମଧୁରିମାକୁ ଦେଖି ସେ ମୁଗ୍ଧ ହୁଅନ୍ତି, ଯେଉଁଥିରେ ସେ ନିଜେ ନିଜର କୃପାକୁ ବର୍ଷା କରନ୍ତି। ଯେଭଳି ମେଘ ଜଳମୟ ପ୍ରଭୁ କୃପାମୟ କୃପୟାଂ ପ୍ରଭୁତାଂ ଗତି। ପ୍ରଭୁଙ୍କର ଗତି କେଉଁଠି? କେବଳ କୃପାଦାନ କରିବେ। ଜୀବ ଭିତରେ ଆନନ୍ଦ ଚୈତନ୍ୟର ଧାରା ଟିକେ ଚଖେଇ ଦେବେ। ଏଇଥିପାଇଁ ତ କୃପୈବଂ ପ୍ରଭୁତାଂ ଗତି। ପ୍ରଭୁଙ୍କର ମୂରତି କୃପାମୟୀ। ପ୍ରାଚୀନ ଗ୍ରନ୍ଥରେ କାରୁଣ୍ୟ କୃପା ଅନୁକମ୍ପା ଅନୁଗ୍ରହ ପୁଷ୍ଟି ଦୟା ଆଦି କେତେଗୁଡ଼ିଏ ନାମ ପ୍ରସିଦ୍ଧ। ଆଉ ଏହା ହିଁ ଭଗବାନଙ୍କର ସହଜ ସ୍ୱଭାବ। ଏହା ନୈମିତିକ ନୁହେଁ, ପ୍ରତ୍ୟୁତଃ ପ୍ରଭୁଙ୍କର ଦୟାବର୍ଷିଣୀ କୃପାଦାନର ଆନନ୍ଦର ସରଳ ତରଳ ପାବନ ପ୍ରବାହ ମାତ୍ର। ତେଣୁ ଭଗବତ ସମ୍ବନ୍ଧୀ ଅନେକ ପ୍ରଶ୍ନ ଆଉ ଏହାର ସମାଧାନ କୃପାରେ ହିଁ ନିହିତ ଅଛି। ବୌଦ୍ଧିକ ଚିନ୍ତାଧାରା ସାଧକଗଣ ପ୍ରଶ୍ନ କରନ୍ତି, ଯେପରି ନିରାକାର ନରାକାର କାହିଁକି ହୁଅନ୍ତି? ଅବ୍ୟକ୍ତ କାହିଁକି ବ୍ୟକ୍ତ ରୂପରେ ପ୍ରକଟିତ ହୁଅନ୍ତି? ଯିଏ ସଦା ପୂର୍ଣ୍ଣ ପରିଚ୍ଛନ୍ନ ସେ କିପରି ଆସନ୍ତି? ପୁଣି ଯିଏ ସମସ୍ତ କାଳାଧୀଶ ସିଏ କାଳଧାରାକୁ ବିଚ୍ଛିନ୍ନ କରିପାରନ୍ତି କିପରି? କାରଣ କାର୍ଯ୍ୟ ରୂପରେ କାରଣ ପରିଣତ ହୁଏ କାହିଁକି? ସେ ନିଜେ ସ୍ୱୟଂଭୂ ହୋଇ ମଧ୍ୟ ଆବ୍ରହ୍ମ ସ୍ତମ୍ଭ ପର୍ଯ୍ୟନ୍ତ ରାଜୁତି ସକଳ ଉପରେ ପଶୁ ପକ୍ଷୀ ଗଛ ଲତା କୀଟ ପତଙ୍ଗ ପ୍ରତିଟି ଜୀବସତ୍ତା ଭିତରେ ଅନୁପ୍ରବେଶ ହୁଅନ୍ତି କିପରି? ଏହି ବହୁବିଧ ସମ୍ବନ୍ଧୀ ପ୍ରଶ୍ନର ଗୋଟିଏ ସହଜ ଉତ୍ତର ହେଉଛି କୃପା ଶ୍ଵେତ ସ୍ୱିନୀ ଅବଗାହୀ ନିଚ। କୃପାମୟୀଙ୍କର ସ୍ରୋତରେ ଅବଗାହନ କରିବା। ଜୀବ ଯେତେବେଳେ ଏହି ସ୍ରୋତଧାରରେ ଅବଗାହନ କରେ, ଏହିସବୁର ମାନସିକ ବୌଦ୍ଧିକ ବିକଳ୍ପ ଗ୍ରନ୍ଥିର ମୋଚନ ପାଇଁ ତାର ଉଲ୍ଲଙ୍ଘନ ପାଇଁ ଗୋଟିଏ ମାତ୍ର ସମାଧାନ ହେଉଛି ଦୃଶ୍ୟକୁ ଅନେକ ରୂପରେ ନାମ ରୂପରେ ଅଜସ୍ର ପ୍ରଭାବମାନ ତରଙ୍ଗାୟିତ କୃପା ସ୍ରୋତସ୍ୱୀନର ଅଖଣ୍ଡ ଧାରାରେ ନିମଜ୍ଜମାନ ହେବ।
ପୁରୁଷୋତ୍ତମ ନିଜର ଅନ୍ତର୍ଦର୍ଶୀ ତତ୍ତ୍ୱାବଗାହିନୀ ଦୃଷ୍ଟିରେ ଏହି କୃପାକୁ ସତତ ବିତରଣ କରନ୍ତି। ପାତ୍ରର ଶୁଦ୍ଧତା ସେ ଦେଖନ୍ତି ନାହିଁ। ପାତ୍ରକୁ ଶୁଦ୍ଧତା କରି ତାକୁ ଆଧିକାରିକ ବ୍ୟକ୍ତିତ୍ୱ ଦାନ କରନ୍ତି। ପ୍ରାଣୀର ଜୀବନ ସ୍ୱାଦ ଚଖାଇ ଦେବା ପାଇଁ କୃପା ଦର୍ଶନ ନୁହେଁ, ଭାବମୟୀ ଅମୃତଧାରା। ଶ୍ରୀମଦ୍ ଭଗବତରେ ଅନୁକମ୍ପାର ସମୀକ୍ଷଣ ଅଛି, କିନ୍ତୁ ପ୍ରତିକ୍ଷଣ ନାହିଁ। ସମୀକ୍ଷଣ ପ୍ରାପ୍ତିରେ ମିଳେ, ପ୍ରତିକ୍ଷଣ ଅପ୍ରାପ୍ତିରେ। ସମସ୍ତ ଜୀବଜଗତର କୃପାମୟ ପରମେଶ୍ୱର ହିଁ ସେଥିରେ ନିମଜ୍ଜମାନ ହୋଇ ଆନନ୍ଦାପ୍ଲୁତ ଗଢ଼ି ତୋଳନ୍ତି। ତେଣୁ ତ ସେ ସ୍ୱେବ ଆତ୍ମରମଣ ପୁରୁଷ ବିଦଧାତି। ଶାସ୍ତ୍ର କହୁଛି ସେ ନିଜେ ଆତ୍ମରମଣ, ନିଜକୁ ନିଜେ ଉପଭୋଗ କରିବା ପାଇଁ ସେ ଆସନ୍ତି। ଯୁଗ ପୁରୁଷୋତ୍ତମ ସ୍ୱୟମ୍ଭୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଗୋଟିଏ କୃପାକ୍ଷରା କରୁଣା ମୁହୂର୍ତ୍ତର କଥା ସାଧକମାନଙ୍କ ପାଇଁ। ଏହା କୌଣସି ଗଳ୍ପ ନୁହେଁ, ସେ ଅନେକ ଦିନର କଥା। ପଦ୍ମା ନଦୀର ଏକ ଚଲା ଗାଧୁଆ ତୁଠର ବାଟ ହିମାୟତପୁରକୁ ଚଲା ବାଟ ସେଇଟା। ଶରତର ମଧ୍ୟାହ୍ନର ରୌଦ୍ର ତାପରେ ଆସନ୍ନ ସମର୍ପିତ ଡାକ୍ତର ଗୋକୁଳ ମଣ୍ଡ ନବାଗତ କୃପାଧନ୍ୟ ହେବେ। ଏକପଦୀ ରାସ୍ତାରେ ସ୍ନାନ ପାଇଁ ଗମନାରତ ଗୋକୁଳ ବଣ୍ଡ ଓ ପଛରେ ପଛରେ ମଧୁରାଧୀପ ମାଧବ ପ୍ରେମମୟ ତନୁ ବିତରଣ କରି ତାଙ୍କ ପଛରେ ଚାଲିଛନ୍ତି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ସେହି ମାଧବ ମୋହନଙ୍କର ଏକ ଅପୂର୍ବ ଲୀଳା, ଭକ୍ତର କୃପା ବିତରଣର ମାହାତ୍ମ୍ୟ, ତାର ହୃଦୟ ଦୋଳନରେ ସୃଷ୍ଟି ହେଉଥିବା ଅବସାଦର ବିମୋଚନର ମାହାତ୍ମ୍ୟ ଘଟେ ଏକାନ୍ତରେ ସଙ୍ଗୋପନରେ। ଆଗରେ ଆଗରେ ଯାଉଛନ୍ତି ଡାକ୍ତର ଗୋକୁଳ ମଣ୍ଡଳ, ପଛରେ ମଥୁରାଧୀପ ମାଧବ, ଆଉ ଲମ୍ବି ଯାଇଛି ପଦ୍ମା ନଈବନ୍ଧ ତୁଟ ଆଡ଼କୁ। ସେଇ ଘାସ ମଝିରେ ଗୋଟିଏ ଏକପଦୀ ରାସ୍ତା। ହଠାତ୍ ପରମ ପ୍ରେମମୟ ଭାବମୟୀ ସେ ଭଗବାନର ଉଦ୍ଦେଶ୍ୟ, ଭଗବତର ବିଶୁଦ୍ଧ ଭାବ ସଞ୍ଚାରିତ କରିବା, ତାର ଦୁଃଖକୁ ଅପନୋଦନ କରିବା। ଗୋକୁଳ ମଣ୍ଡଳଙ୍କର କିଛି ଦିନ ପୂର୍ବରୁ ଏକମାତ୍ର କନ୍ୟାର ବିରହ ହେଇଛି। ନିଃସ୍ୱ ପିତୃତ୍ୱର ଅସୀମ ଶୂନ୍ୟତାର ବାତ୍ସଲ୍ୟର ବିରହର ତପ୍ତ ମରୁ ବହନର ଜ୍ୱାଳନତା ଭିତରେ ମନରେ ପ୍ରାଣରେ ଦେହରେ ସୁହାଗତ ଅର୍ପିତ ଆପଣା ବୋଧରେ ଆଗରୁ ଗୋକୁଳ ମଣ୍ଡଳଙ୍କ ଦେହରେ ତୈଳ ମାଖି ଦେଇଛନ୍ତି। ସାର୍ଦ୍ଧ ତ୍ରିକୋଟି ତୀର୍ଥାନି ବ୍ରହ୍ମାଦ୍ୟା ସର୍ବଦେବତା ବସନ୍ତି କୌଳିକ ଦେହେ ତସ୍ମାତ୍ କୌଳିକ ଅର୍ଚ୍ଚନା। 3.5 କୋଟି ତୀର୍ଥ ବ୍ରହ୍ମାଦି ସମସ୍ତ ଦେବତା ଯାହାଙ୍କ ଦେହରେ ବାସ କରନ୍ତି, ସେଇ କୂଳ ମାଲିକ କୌଳିକ ନିଜେ ମଣିଷ ତନୁରେ ଆସିଛନ୍ତି ଗୋଟିଏ ଭକ୍ତ ପ୍ରାଣର ବ୍ୟଥା ବିଦୂରଣ କରିବା ପାଇଁ। ପତିତ ପାବନ ତ ସେ ନିଜେ ତେଲ ମଖି ଦେଉଛନ୍ତି ଗୋକୁଳ ମଣ୍ଡଳଙ୍କୁ, ଆଉ ସାଙ୍ଗରେ ନେଇଯାଉଛନ୍ତି ପଦ୍ମାରେ ଗାଧେଇ ଦେବା ପାଇଁ, ସ୍ନାନ କରିବା ପାଇଁ। ହଠାତ୍ କଥା ଆଗକୁ ଚାଲି ଆସି ଆଣ୍ଠୁ ମାଡ଼ି କରୁଣାଭୟ ନୟନରେ ସ୍ମିତ ହସ ହସି କହିଲେ, ବରାଭୟ ହସ୍ତ ଦୁଇଟି ତାର ସେହି ମହାବାହୁ ପ୍ରସାର କରି କହିଲେ, ଦିଅ ଗୋକୁଳ ବାବା, ତୁମର ପ୍ରତିଜ୍ଞା କରିବ, ମୁଁ ଯାହା ମାଗିବି ଦବ। ହତବାକ୍ ଗୋକୁଳ ମଣିଷ କେମିତି ବୁଝିବ ତାଙ୍କ ମନର କଥା? ମାୟାଧୀଶ ମାୟା କରି ଉଦ୍ଧାର କରନ୍ତି। ସବୁଠି ତ ସେ ପ୍ରକାଶ ନୁହନ୍ତି। ପ୍ରକାଶର ସ୍ଥଳ ବ୍ରଜପଳରେ ବିଗତଂ କୁଣ୍ଠଂ ଯସ୍ମାତ୍
ବ୍ରଜପୁର କେଉଁଠି? ଯାହାଙ୍କ ଭିତରେ କୌଣସି କୁଣ୍ଠା ନାହିଁ, ଅବସାଦଗ୍ରସ୍ତ ସ୍ଥାଣୁ ଜୀବନ ଚଳନାର କ୍ଷୀଣ ବ୍ୟଥା ବେଦନା ଜର୍ଚ୍ଛରିତ ପ୍ରାଣର ସ୍ପନ୍ଦନ ଧାରା ଭିତରେ ତାକୁ ବିଦୁରିତ କରି ତାଙ୍କୁ ମଞ୍ଜୁଳ କରିବେ, ପ୍ରାଣବନ୍ତ କରିବେ, ଜ୍ୟୋତିଷ୍ମାନ କରିବେ, ଦୀପ୍ତିମାନ କରିବେ। ଏଇ ତ ତାଙ୍କର ଲୀଳା ପ୍ରକଟୀକରଣର କୃପାର ମୁହୂର୍ତ୍ତ। ଠାକୁର କହିଲେ କାରଣ ସେ ତ ମାୟାଧୀଶ, ତାଙ୍କ ପ୍ରକାଶ ସର୍ବତ୍ର ହୁଏ ନା। କାରଣ ନାହଂ ପ୍ରକାଶ ସର୍ବତ୍ର ଯୋଗ ମାୟା ସମାବୃତ। ସେଇ ମାୟାଧୀଶ ଯୋଗ ମାୟା ବଳରେ ଜାଣିପାରିଲେ ଗୋକୁଳ ମଣ୍ଡଳଙ୍କର ପ୍ରାଣର ବ୍ୟଥା। କୃପାକ୍ଷରା ଅମୀୟ ପୁରୁଷଙ୍କର କୃପା ପ୍ରକାଶ ହୁଏ ଏକାନ୍ତରେ, ସଙ୍ଗୋପନରେ, ଭକ୍ତର ହୃଦୟ କନ୍ଦରରେ, ବୈକୁଣ୍ଠରେ। ବୈକୁଣ୍ଠ କେଉଁଠି? ବିଗତ କୁଣ୍ଠ ହେବାକୁ ପଡ଼ିବ। ମନ ପ୍ରାଣ ହୃଦୟ ଭିତର ଦେଇ କୌଣସି ସନ୍ଦେହ ରହିବ ନାହିଁ। ହଠାତ୍ ଗୋକୁଳ ମଣ୍ଡଳର ଚିନ୍ତନର ଧାରାକୁ ଭଙ୍ଗ କରି ଠାକୁର କହିଲେ, ଡାକ୍ତର ଗୋକୁଳ ମଣ୍ଡଳ ଭାବିଥିଲେ ତାଙ୍କ ପାବନାର ଜମି, କୋଠା, ବ୍ୟାଙ୍କ, ଆର୍ଥିକ ସମ୍ପତ୍ତି ଗୁରୁ ହିସାବରେ ହୁଏତ କିଛି ଦକ୍ଷିଣା ମାଗିବେ ଠାକୁର। କିନ୍ତୁ ଇଏ କ'ଣ? ଦରବିଗଳିତ କଣ୍ଠରୁ ପରମ ଦରଦି କହୁଛନ୍ତି, ହାତ ଦୁଇଟି ବଢ଼େଇ ଦେଇଛନ୍ତି। ସେ ମାଗୁଣୀର ଚାହାଣୀ, ସେ କଣ୍ଠସ୍ୱରର ଆତୁରତା, ସେ ବରାଭୟ ହସ୍ତ ପ୍ରସାରଣର ଅପରୂପ ମିନତି ଭରା ଅଭୟ ଭିକ୍ଷା, ସେ ଦୃଶ୍ୟ ଗୋକୁଳ ମଣ୍ଡଳ ଦେଖି ହତବାକ୍। କିଏ ବୁଝିବ ପ୍ରତିଷ୍ଠା ବ୍ରହ୍ମର ଏ ଅପୂର୍ବ ଲୀଳା? ଧନ୍ୟ ଗୋକୁଳ ମଣ୍ଡଳ। ଗୋକୁଳ ଦାନ ଡାକି ଡାକୁଛନ୍ତି ଗୋକୁଳ ବାବା, ଆଉ ମାଗୁଛନ୍ତି ଦିଅ ତୁମର ସମସ୍ତ ପାପ ତାପ, ମନ ଗହନର ଅତଳାନ୍ତର ଦୁଃଖ ଓ ରିକ୍ତତାର ବ୍ୟଥାର ସ୍ତୂପ ଜନ୍ମ ଜନ୍ମାନ୍ତରର। ସେ କଣ୍ଠସ୍ୱରର ଆକୁଳତା, ବ୍ୟାକୁଳତା ଏବଂ ବଜ୍ର ଗମ୍ଭୀର ଲଳିତ କଣ୍ଠର ଉଦାର ଅମୋହ ଆକର୍ଷଣର ଧ୍ୱନି ଗୋକୁଳ ମଣ୍ଡଳଙ୍କ ପ୍ରାଣରେ ତରଙ୍ଗ ସୃଷ୍ଟି କଲା। ସେ ତରଙ୍ଗ ନଥିଲା ତଥାକଥିତ ନିରାଶ୍ରୟତାର, ସର୍ବାଶ୍ରୟ ଦାତାର ଦୀପ୍ତ ତରଙ୍ଗରେ ସେ ବି ଗମ୍ଭୀର ହେଇ ଉଠିଲେ। କାରଣ ରିକ୍ତ ନହେଲେ ମଣିଷ କ'ଣ ଶୂନ୍ୟ ହୁଏ? ଗୋକୁଳ ମଣ୍ଡଳ ତ ଆସିଛନ୍ତି ମୋହ ମାୟା ସଞ୍ଚିତ ଗୋଟିଏ କନ୍ୟାର ବିରହ ବେଦନାର ସଞ୍ଚିତ ଘନ ତାମସ ଛାୟାରେ ଦ୍ରବୀଭୂତ ପ୍ରାଣ ନେଇ। ଗୋକୁଳ ମଣ୍ଡଳ କହିଲେ ଇଏ କ'ଣ? ଇଏ କିଏ କ'ଣ କାହାକୁ ଦେଇପାରେ? ଆପଣ ଯଦି ପାରିବେ ନିଅନ୍ତୁ। ପ୍ରେମମୟ କହିଲେ, ଗୋକୁଳ ବାବା ଏଇ ହାତ ଉପରେ ହାତ ରଖି କହନ୍ତୁ, ଆଜିଠାରୁ ମୋର ସମସ୍ତ ସାଇତା, ଦୁଃଖ, କର୍ମଫଳ, ବ୍ୟଥା ବେଦନା, ଶିଳୀଭୂତ ପ୍ରାଣ ତଳର ସବୁ ଯନ୍ତ୍ରଣା ଦେଲି ତ୍ରିବାର ସତ୍ୟ କରନ୍ତୁ। ଖାଲି ସେତିକି ନୁହେଁ, ଲୀଳା ନଟବର ଅପୂର୍ବ ଲୀଳା ରଚନା କଲେ। କହିଲେ ଆଜିଠାରୁ ଖାଲି ମୁଁ ନୁହେଁ, ଏ ସମସ୍ତେ ଆପଣଙ୍କୁ ବାବା ଡାକିବେ। ଅପୂର୍ବ ଏ ଅଭିବ୍ୟକ୍ତି ମନ ତଳର ତସ୍ମାତ୍ ସୂକ୍ଷ୍ମାଃ ତରଙ୍ଗ ରୂପଂ ମଧୁରେବ ରୂପଚଂ ସବ୍ରହ୍ମ ଏବ ସ୍ୱରୂପଂ ଭକ୍ତି ଇତି ବିଧୀୟତେ। ଭକ୍ତି କାହାକୁ କହନ୍ତି? ଅତି ସୂକ୍ଷ୍ମ ହୃଦୟ ପ୍ରାଣ ସ୍ପନ୍ଦନର ବ୍ୟଥା ବିଜଡ଼ିତ ଅଦୃଶ୍ୟ ଅନୁଭବ ସଂସାରର ତ୍ରିତାପ ଜ୍ୱାଳାରେ ଦଗ୍ଧୀଭୂତ ମାନବର ପ୍ରାଣତଳର ସମସ୍ତ ଜ୍ୱାଳା ଯନ୍ତ୍ରଣାକୁ ତ ହଜେଇବା ପାଇଁ ଆସିଛନ୍ତି। ସାଧାରଣ ଲୌକିକ ଦୃଷ୍ଟିରେ ଗୁରୁ ଶିଷ୍ୟକୁ କ'ଣ ଦିଏ? ଶିଷ୍ୟ ଗୁରୁକୁ କ'ଣ ଦିଏ? ଆଉ ପୁରୁଷୋତ୍ତମ ଗୋକୁଳ ମଣ୍ଡଳକୁ କ'ଣ ମାଗୁଛନ୍ତି? ଆଉ ଗୋକୁଳ ମଣ୍ଡଳ କ'ଣ ଦେଉଛନ୍ତି? କଥାର ଆଖ୍ୟାୟିକା ନୁହେଁ, ଗୋଟିଏ କନ୍ୟାର ବାତ୍ସଲ୍ୟ ହରା ବାବା ଡାକାର ପରିବର୍ତ୍ତରେ ଗୋଟିଏ କଣ୍ଠର ବାବା ଡାକ ଶୁଣିଲେ ଗୋକୁଳ ମଣ୍ଡଳ।
ଆଖିପତା ତାଙ୍କର ଶ୍ରାବଣୀ ବନ୍ୟାରେ ନଈ ଆସୁଥିଲା। କିଏ ଛାତି ଭିତରେ ସ୍ପନ୍ଦନର ଆଦି ବ୍ରହ୍ମଧାରା ଯେମିତି ତୁହାଇ ତୁହାଇ କହି ଉଠୁଥିଲା ଘଣ୍ଟାରେ ଟିକ୍ ଟିକ୍ ଶବ୍ଦ ପରି ତାଙ୍କ ପ୍ରାଣ ତଳେ, ଆରେ ମୁଁ ପ୍ରକାଶ, ମୁଁ ଅନ୍ତରେ ବାହାରେ ଭାବହରଣକାରୀ ଦୁଃଖ ହାରକ। ପ୍ରେମମୟଙ୍କ କଣ୍ଠରୁ ଅସ୍ପଷ୍ଟ ଭାବରେ ସେଦିନ ଉଚ୍ଚାରିତ ହେଉଥିଲା, ବ୍ରହ୍ମଣ୍ୟୋ ପ୍ରତିଷ୍ଠାହଂ ମୃତସ୍ୟାମୃତ ଏବ ଚ ଶାଶ୍ୱତପତ୍ୟୋ ଚ ଧର୍ମସ୍ୟ ସୁଖ ସୌଖାନ୍ତିକସ୍ୟ ଚ। ଉକ୍ତ ଶ୍ଲୋକଟି ଗୋକୁଳ ବାବା ସେଦିନ ତାଙ୍କ ଜୀବନର ସମସ୍ତ ରିକ୍ତତାକୁ ଯେତେବେଳେ ପରମ ପୁରୁଷଙ୍କୁ ସମର୍ପଣ କରିଛନ୍ତି, ପ୍ରାଣର ଆକୁଳ ଛନ୍ଦରେ ଆସି ବାରଣ୍ଡାରେ ତାଙ୍କର ନିଜେ ଲେଖିଥିଲେ। ଏହି ଶ୍ଲୋକଟି ହେଉଛି ତ ଶ୍ରୀମଦ୍ ଭଗବତ ଗୀତାର 14 ଅଧ୍ୟାୟର ଶ୍ଲୋକ। ସମ୍ପୂର୍ଣ୍ଣ ଜୀବଜଗତର ପରମ ପୁରୁଷଙ୍କର ଏହି ବାସ୍ତବ ସ୍ପଷ୍ଟ ବ୍ୟକ୍ତ ବ୍ରହ୍ମରୂପ ଏହି ଲୀଳାସ୍ତବକଟି ଗୋକୁଳମଣ୍ଡକ କୃପା ପ୍ରାପ୍ତି ନୁହେଁ, କୃପାରେ ପହଞ୍ଚିବା, କୃପାମୟଙ୍କ କୃପାରେ ସ୍ନାନ କରିବା, ପଦ୍ମାରେ ସ୍ନାନ କରିବାର ଉପଲକ୍ଷ ମାତ୍ର। ଏହି ତତ୍ତ୍ୱାବଗାହିନୀ ମଧୁର ଲୀଳା ଔଲୌକିକ ନୁହେଁ, ଲୋକାଚାରରେ ଲୋକନାଥ ଲୋକାଳୟକୁ ଆସନ୍ତି ଲୋକ ମର୍ଯ୍ୟାଦା ରକ୍ଷା କରିବା ପାଇଁ। ପୁରୁଷୋତ୍ତମ ଲୀଳାର ଏକ ଅନନ୍ୟ ବିସର୍ଗ ମଧୁକ୍ଷରା ମୁହୂର୍ତ୍ତ। କଥାଟି କହିବାର ଉଦ୍ଦେଶ୍ୟ, ଏହି ଲୀଳା ପୁରୁଷୋତ୍ତମଙ୍କର, ଯୁଗ ପୁରୁଷୋତ୍ତମ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଆଜିର ନୁହେଁ। ଠିକ୍ ସେଇ ଛନ୍ଦ, ସେଇ ଅନୁରଣନ ଠିକ୍ ଦ୍ୱାପରର ଶେଷ ସନ୍ଧ୍ୟାରେ, ଯେଉଁଦିନ ସେ ଗୋଟିଏ ସହଜ ସରଳ କୈଶୋର ବାଳକ ରୂପେ ଗୋପଦାଣ୍ଡରେ ସଚପଳ ଦୁଷ୍ଟାମିରେ ଧାଇଁ ଯାଇଥିଲେ। ଶ୍ରୀକୃଷ୍ଣଙ୍କର ଏହି ଅନବଦ୍ୟ କଥାଟିର ଉଲ୍ଲେଖ କଲେ ନିବନ୍ଧଟି ପାଠକଙ୍କ ପ୍ରାଣରେ ପ୍ରଭାବ ସୃଷ୍ଟି କରିବ। ଶ୍ରୀମଦ୍ ଭଗବତର ବ୍ୟାଖ୍ୟାକାର କହିଛନ୍ତି, ଯେତେବେଳେ ମା ଯଶୋଦା ବାଳକୃଷ୍ଣଙ୍କୁ ବାନ୍ଧିବା ପାଇଁ ତାଙ୍କ ସଚପଳ ଦୁଷ୍ଟାମି ଯୋଗୁଁ ହାତରେ ଦୌଡ଼ି ନେଇ ବାଡ଼ି ନେଇ ଗୋଡ଼ାନ୍ତି, ପ୍ରଭୁଙ୍କର କୃପାବଗାହାନୀ ଶକ୍ତି ତାଙ୍କ ପଛେ ପଛେ ଥାଏ। ସେଥିପାଇଁ ଠାକୁର ନିଜ କଣ୍ଠରେ କହିଛନ୍ତି, ଆଧି ଦୈହିକ ଶରୀରରେ ତାଙ୍କରି ଅଭିବ୍ୟକ୍ତି ଅପୂର୍ବ ଯୁକ୍ତି। ଆମେ ସମସ୍ତେ ଭାବୁ ଆଧିଦୈହିକ ଶରୀର କ'ଣ? ଯେଉଁ ଶରୀରରେ ସମସ୍ତ ଐଶ୍ୱର୍ଯ୍ୟ, ତେଜ, ବଳ, ବୀର୍ଯ୍ୟ, ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ବିଭୂତି ପ୍ରକାଶିତ ହୋଇଥାଏ, କିନ୍ତୁ ସାଧାରଣ ଭାବରେ ଘନୀଭୂତ ହୋଇ ସେହି ନରରେ ରୂପରେ ଦେଖାଦିଏ କେବଳ ଭକ୍ତ ପାଖରେ। ସମୟ ଅନୁସାରେ ତେଣୁ ବ୍ୟାସଦେବ ତାଙ୍କର ମହାଭାରତରେ ଏକ ଅପୂର୍ବ ବାକ୍ୟ କହିଲେ। ଶ୍ରୀମଦ୍ ଭଗବତରେ ସେଥିପାଇଁ କୁହାଯାଇଛି, ବ୍ରହ୍ମାଣ୍ଡାନାଂ କୋଟି ସଂଖ୍ୟାନାଂ ଯତ୍ ଐଶ୍ୱର୍ଯ୍ୟଂ ଯଦେଂଶନଂ ଆବିର୍ଭୂतो ତତ୍ ନାମ କୃଷ୍ଣଂ ତନ୍ମେ ସାଧ୍ୟଂ ସାଧନଂ ଜୀବନಂ ମେ। କୋଟି କୋଟି ବ୍ରହ୍ମାଣ୍ଡର ଅଖିଳ ଐଶ୍ୱର୍ଯ୍ୟ ସମ୍ପଦର ମାଧୁରିମା ଯାହାଙ୍କର ଗୋଟିଏ ଅଂଶରେ ଲୀନ ହୋଇଯାଏ, ସେହି ପରମ ପୁରୁଷ ଲୀଳା ପୁରୁଷୋତ୍ତମ ଆବିର୍ଭୂତ ହୋଇଛନ୍ତି ଗୋଟେ ରକ୍ତ ମାଂସ ଶରୀର ଦେହ ଧାରଣ କରି, ଏବଂ ତାର ସଞ୍ଚାଳନ କରୁଛନ୍ତି ସେହି ନାମ ତାଙ୍କର ଚିନ୍ମୟ ସତ୍ତା ନାମରେ। ତେଣୁ କୃଷ୍ଣ ନାମ ଆଜି କୋଟି କୋଟି ଜନମାନସଙ୍କର ପ୍ରାଣ ଭିତରେ ବ୍ରହ୍ମାର୍ପଣ ସୃଷ୍ଟି ପାଇଁ ପ୍ରବାହିତ। ଠିକ୍ ସେଇଭଳି ଭାବରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୀବନ। ଏଠି କୃଷ୍ଣଙ୍କର ନାମର ମାହାତ୍ମ୍ୟର କଥା କହିବାକୁ ଯାଇ ବ୍ୟାଖ୍ୟାକାର କହିଛନ୍ତି, ତାଙ୍କର ସର୍ବବ୍ୟାପକ ଶକ୍ତି ସେ ସମୟରେ କହି ଉଠିଲା, ଯାହାର ଭିତର ବାହାରେ କିଛି ନାହିଁ। ଅନ୍ତବାହ୍ୟୋ ଯତ୍ ସର୍ବତ ପରିବ୍ୟାପ୍ତଂ ଶିବଂ
କିଂ ତତ୍ତ୍ୱଂ ବନ୍ଧନ ଏବ ଇଚ୍ଛୟତି। ଯାହାର ଅନ୍ତର ବାହାର ସବୁ ଏ ବିଶ୍ୱ ବ୍ରହ୍ମାଣ୍ଡଟାକୁ ପରିବ୍ୟାପ୍ତ ହେଇଛି ବିଷ୍ଣୁ ରୂପରେ, ତାଙ୍କୁ କେଉଁ ଶକ୍ତି ଦ୍ୱାରା ତମେ ବାନ୍ଧିବ? ତାଙ୍କର ଅନ୍ୟ ବିଭୂତି ସେତେବେଳେ କହି ଉଠିଲା। ପୂର୍ଣ୍ଣତା ଶକ୍ତି ସେ ସମୟରେ କହି ଉଠିଲା, ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣତରମୁଚ୍ୟତେ। ସମସ୍ତ ପୂର୍ଣ୍ଣତାର ପରିବ୍ୟାପକକୁ ତୁମେ ପୁଣି ବାନ୍ଧିବ କେଉଁଥିରେ? ପ୍ରଭୁଙ୍କର ସର୍ବଭୂତର ଶରୀର ସହ ଦୌଡ଼ିର ସଙ୍ଗ ଅସଙ୍ଗତ ଅଟେ। ଏକଂ ଅଦ୍ୱିତୀୟଂ ଶରଣ ଶକ୍ତି କହି ଉଠିଲା। ଏକଂ ଅଦ୍ୱିତୀୟ ଯିଏ, ସେ ନିଜେ ସ୍ୱୟମ୍ଭୁ, ସ୍ୱୟମ୍ଭୁଙ୍କ ସହିତ ସ୍ୱୟଂର କେମିତି ବନ୍ଧା ହେବ? କୌଣସି ଜିନିଷକୁ ବାନ୍ଧିବାକୁ ହେଲେ ଆଉ ଗୋଟିଏ ଶକ୍ତି ଦରକାର। ଇଏ ତ ନିଜେ ସିଏ। ଏହି ସମସ୍ତ ପ୍ରଭୁଙ୍କର ଏହି ସବୁ ଐଶ୍ୱର୍ଯ୍ୟମୟ ଗୁଣରାଶିର ଯୁକ୍ତିବୋଧ ଓ ଶକ୍ତିମତାର ବିରୋଧ ଭାବ ସେ ସମୟରେ ତାଙ୍କ ଦେହରେ ସୃଷ୍ଟି ହେଲା। ଏହି ସମୟରେ ଶ୍ରୀମତୀ ଭଗବତୀ ଭାସ୍ୱତୀ କୃପାମୟୀ ଲୀଳାବଗାହାନୀ ମନକୁ ହସିଦେଲେ। ସେ ଥରେ ନିଜର କୃପା କଟାକ୍ଷରେ ସମସ୍ତ ଶକ୍ତିମାନଙ୍କୁ ଚାହିଁଦେଲେ। ଶକ୍ତି ଚକ୍ରବର୍ତ୍ତିନୀ କୃପା ଦେବୀଙ୍କର ଦୃଷ୍ଟିରେ ପ୍ରଭୁଙ୍କର ଏହି ଅନନ୍ତ ଐଶ୍ୱର୍ଯ୍ୟର ଶକ୍ତିମାନେ ତାଙ୍କର ଶକ୍ତି ହରାଇ ଉଠିଲେ। ପ୍ରଭୁ ଗୋଟିଏ ଛୋଟ ମଣିଷ ତନୁରେ ବାଳ ଗୋପାଳ ମୂର୍ତ୍ତି ଧାରଣ କରେ, ଆଉ ମାଙ୍କର ଦୌଡ଼ିରେ ବନ୍ଧା ହେଇଗଲେ। ଏହି ପ୍ରସଙ୍ଗ କ୍ରମରେ ମନେ ପଡ଼େ ପାବନାର ହିମାୟତପୁର କଥା। ସଚପଳ ଦୁଷ୍ଟାମିରେ ଅତିଷ୍ଠ ହେଇ ଜନନୀ ଯେତେବେଳେ ଲୌକିକ ଦୃଷ୍ଟିରେ ପୁତ୍ର ସାମାନ୍ୟ ପୁତ୍ର ଭାବି ତାଙ୍କୁ ତାଙ୍କ ଦୁଷ୍ଟାମି ଶାସ୍ତି ଦେବା ପାଇଁ ପଦ୍ମା କୂଳେ କୂଳେ ବେତବନ ମୂଳରେ ଦୌଡ଼ୁଥିଲେ। ଜନନୀଙ୍କ ଦେହରେ ଝାଳ ବୋହି ଯାଉଥିଲା। ତାଙ୍କର ପଛକୁ ତାଙ୍କ ଚକ୍ଷୁରୁ ଝରି ପଡ଼ୁଥିବା ମାଙ୍କ ପ୍ରତି କୃପା ଚକ୍ରବର୍ତ୍ତିନୀ ଶକ୍ତିରେ ଏ କ୍ଷଣରେ ଦେଖିଲେ ମା ସ୍ୱେଦସିକ୍ତା ନିଜର ସମସ୍ତ ଶକ୍ତିକି ବଶୀଭୂତ କରି ମାଙ୍କ କୋଳରେ ମୁଣ୍ଡ ଗେଞ୍ଜିଲେ। କିନ୍ତୁ ମା ସେଇ ପ୍ରଭୁଙ୍କର କଥା ସେତେବେଳେ ତାଙ୍କ ଚିନ୍ତା ଚେତନାରେ ନଥିଲା। ଶିଶୁକୁ ଖୁବ୍ ବାଡ଼େଇଥିଲେ। ଏ କଥାଟି ସମସ୍ତେ କହନ୍ତି, ବୁଝନ୍ତି, ଏହା ତତ୍ତ୍ୱାନୁସନ୍ଧାନ ସତ୍ୟ ମଧ୍ୟ। କିନ୍ତୁ ମୂଳ ରହସ୍ୟଟି ଗୋବିନ୍ଦ ରାଜି ଗୋବିନ୍ଦ ସର୍ବକାରଣ କାରଣ, ସମସ୍ତ କାରଣର କାରଣ ହେଉଛନ୍ତି ସେ ଗୋବିନ୍ଦ। ଗୋ ମାନେ ପ୍ରଜ୍ଞା, ଅଖଣ୍ଡ ପ୍ରଜ୍ଞା ହେତୁ ପ୍ରଜ୍ୱଳିତ ଯତ ଶରୀରଂ ସ୍ୱଏବ ବ୍ରାହ୍ମୀଭୂତ ଘନୀଭୂତ ଭବତି ସତ୍ତା ବ୍ରହ୍ମ ଇତି। ସତ୍ତା ବ୍ରହ୍ମ ରୂପରେ ଅଖଣ୍ଡ ଜ୍ୟୋତି ଶକ୍ତିର ବିଭୂତିର ଘନୀଭୂତ ରୂପ ସିଏ। ମାଙ୍କର କୃପା କଟାକ୍ଷରେ ଚାହିଁଦେଲେ ପ୍ରଭୁ। ମନ୍ମୋହିନୀ ଦେବୀ ଠାକୁରଙ୍କୁ ଧରି ପକାଇଲେ। କୃଷ୍ଣ ଯୁଗରେ ଯଶୋଦା ଆଉ ହିମାୟତପୁର ଗ୍ରାମ୍ୟ ବନାନୀରେ ପଦ୍ମା କୂଳରେ ମାତା ମନ୍ମୋହିନୀ ଦେବୀ ଉଭୟରେ ଏକ। କିଏ ବୁଝେ ତତ୍ତ୍ୱ ବାଗାଇନ ସମନ୍ୱୟ? ଏ କଥା କହିବା ହେଉଛି ପ୍ରଭୁ ସାଧାରଣ ମା ଯଶୋଦାଙ୍କ ବନ୍ଧନରେ ବାନ୍ଧି ହେଲା ଭଳି ଦାମୋଦର ନାମ ସାର୍ଥକ କରେ। ଆମୋଦୟତି ସ୍ୱପ୍ରେମଣା ଭକ୍ତ ଇଚ୍ଛା ସମ୍ପୂରୟତି ଇତି ଦାମୋଦର। ସମସ୍ତ ନିଜର ଭକ୍ତର ପ୍ରେମକୁ, ତାର ବାତ୍ସଲ୍ୟ ମମତାକୁ ତୃପ୍ତି ଦେବା ପାଇଁ ପ୍ରଭୁ ଦାମୋଦର ହେଲେ। ଏଠି ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସେଇଭଳି ଆମୋଦୟତି, ମାର ବାତ୍ସଲ୍ୟ ତାର ଆମୋଦକୁ ନିଜେ ଚାଖିବେ, ମାଙ୍କୁ ଚଖେଇବେ। ଏଇଥିପାଇଁ ସେ ଗୋଟେ ସାଧାରଣ ବାଳକ ହେଇ ମାଙ୍କ କୋଳରେ ମୁଣ୍ଡ ଗେଞ୍ଜି ଦେଲେ। କୃପା ଶବ୍ଦ କହିବାକୁ ଯାଇ ଏ କଥାଟି କହନ୍ତି, କୃପାୟ ଆସୀତ ସ୍ୱବନ୍ଧନଂ। ନିଜ ବନ୍ଧନରେ ନିଜେ ବାନ୍ଧି ହେଇଗଲେ ପ୍ରଭୁ କୃପା ଦ୍ୱାରା। ଏହା ନିଶ୍ଚିନ୍ତ ଯେ ଭାଗବତୀ କୃପା ହିଁ ଶକ୍ତି ଚକ୍ରବର୍ତ୍ତିନୀ ପୁରୁଷୋତ୍ତମଙ୍କର ଏକାନ୍ତ ଆପଣାର ବଶୀଭୂତ ଶକ୍ତି ଯେତେବେଳେ
ଘର ବାହାରେ ସର୍ବତ୍ର ପ୍ରଳୟାଗ୍ନିର ଜ୍ୱାଳା ଲେଲିହାନ ଶିଖା ଧରି ଜଳି ଉଠେ। ନିଜର ପାପ ତାପର ମାୟାରେ ସମ୍ପୂର୍ଣ୍ଣ ବିଶ୍ୱ ଜଳି ଉଠେ। ସେହି ସମୟରେ ଗୋଟିଏ କଲ୍ୟାଣମୟୀ ଜନନୀ ଯେପରି ଶିଶୁପୁତ୍ରକୁ କ୍ରୋଡ଼ରେ ଉଠାଇ ନିଏ, ନିଜର ବକ୍ଷସ୍ଥଳରେ ଚାପି ସଯତ୍ନରେ ତାକୁ ବାହାରର ବାଡ଼ବାଗ୍ନିର ତାପ ଦେବାକୁ ଦିଏ ନାହିଁ, ତାହା ଏହି କଲ୍ୟାଣମୟୀ ଶିଶୁର ଶଯ୍ୟା ହୋଇ ରହିଥାଏ। ଠିକ୍ ସେହିଭଳି ନିଜର ବକ୍ଷର କ୍ଷୀରାମୃତରେ ତାକୁ ଲାଳନ ପାଳନ କରେ। ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର କରୁଛନ୍ତି। ଠିକ୍ ସେହିପରି ଭକ୍ତର ସେଇ କୃପାଶକ୍ତି ନିଜେ ଦାନ କରି କଲ୍ୟାଣମୟୀ ଜନନୀ ଭଳି ଇଷ୍ଟଗୁରୁ ପୁରୁଷୋତ୍ତମ ରୂପରେ ଯେତେବେଳେ ମଣିଷ ତାଙ୍କ ପାଖରେ ଆକୁଳରେ ଡାକେ, ସେ ସମସ୍ତ ଜୀବକୁ କଲ୍ୟାଣମୟୀ ଜନନୀ ପରି ନିଜର ସତ୍ତା ଭଜନ ଆଉ ଆନନ୍ଦରେ ଜୀବକୁ ମୁକ୍ତ କରିଦିଅନ୍ତି। ମହାପ୍ରଳୟର ଦାବାଗ୍ନିରେ ରକ୍ଷା କରନ୍ତି ସେ। ଯେପରି ମାର ଗର୍ଭରେ ଶିଶୁ ସମଗ୍ର ପୋଷଣ ଓ ସମ୍ବର୍ଦ୍ଧନ ପ୍ରାପ୍ତ ହୋଇଥାଏ, ସେହିପରି ଇଷ୍ଟ ପୁରୁଷୋତ୍ତମଙ୍କ ଗର୍ଭରେ ଜୀବ ବିଶ୍ରାମ, ଶାନ୍ତି ଓ ପୁଷ୍ଟି ପାଇଥାଏ। ଘୋର ପ୍ରଳୟ କାଳାନଳରେ ତାପରୁ ବଞ୍ଚାଇବା ପାଇଁ ଆରାମ ଦେଇ ଘୋର ସେ ପ୍ରଭୁଙ୍କର କୃପାର ଏକ ସ୍ୱରୂପକୁ ଅନୁଭବ କରେ। ଜନନୀ କୃପା ହିଁ ଜୀବକୁ ଜୀବ ହିସାବରେ ସର୍ବଦା ଅନୁଗତ କରି ରଖିଥାଏ। ପୁରୁଷୋତ୍ତମଙ୍କର ଜନନୀ କୃପାରେ ଏକ ନିଦର୍ଶନ। ଆଉ ଜନନୀ କୃପାରେ ଯେମିତି ତା ସନ୍ତାନକୁ ଭୋଜନ, ଶୋଷଣ ଆଉ ପୋଷଣ, ପ୍ରକ୍ଷାଳନ ଆଦି ସ୍ନେହ ବନ୍ଧନର ବାତ୍ସଲ୍ୟତାରେ ସମସ୍ତ ଅବସ୍ଥାରେ ନିଜର ସନ୍ତାନର ମଙ୍ଗଳ ବିଧାନ କରନ୍ତି ଯୁଗ ପୁରୁଷୋତ୍ତମ, ଲୀଳା ପୁରୁଷୋତ୍ତମ। ଠିକ୍ ସେହିଭଳି ଭାବରେ ଭକ୍ତ ଜୀବନକୁ ପରିପୋଷଣ କରିବା ପାଇଁ ଏକ ଦୈବୀ ବିଧାୟନା କୃପାଧାରାରେ ଦେଇଥାନ୍ତି, ଯାହାକୁ କୁହାଯାଏ ଯୁଗ ତପସ୍ୟା। ପ୍ରଳୟ ସମୟରେ ଜୀବ ଶୋଇଥାଏ। କିଛି ଶିଶୁ ଯେପରି ନିଦ୍ରାରେ ଶୋଇ ରହି ଅକର୍ମା ହୋଇ ଅଳସତାରେ ଅର୍ଦ୍ଧଚେତନ ଅବସ୍ଥାରେ ପଡ଼ିଥାନ୍ତି, ଠିକ୍ ସେହିପରି ଐଶ୍ୱର୍ଯ୍ୟା କୃପା ଜନନୀ ଚାହେଁ ତାର ପ୍ରତିଟି ସନ୍ତାନ କିଛି କରୁ, ପୌରୁଷ ଭୋଗ କରୁ। କୃପା ଜନନୀ ଆହ୍ୱାନ କରି ଅବଚେତନ ଜୀବକୁ କୁହେ, ଉଦ୍ଦିଷ୍ଟ ଜାଗ୍ରତ ପ୍ରାପ୍ୟ ବରାନ୍ନି ଭୂତ। ଉଠ, ଜାଗି ରୁହ, ତୁମର ବରେଣ୍ୟକୁ ଉପଭୋଗ କର। ଉପନିଷଦର ଋଷିକଣ୍ଠରେ ଏହି ପ୍ରାର୍ଥନାରେ ଏହା ହେଉଛି ପ୍ରବୋଧିନୀ କୃପା ଶକ୍ତି। ଭୟାଳୁ ଆଳସ୍ୟପରାୟଣ ଜୀବକୁ ସେ ପ୍ରାଣ ସଞ୍ଚାର କରାଇଥାନ୍ତି। ଯଦି ଜୀବ ଏହି ଜଡ଼ ଜଞ୍ଜାଳର ବାୟା ପ୍ରଳୟରେ ମୋହାଦିତ ହୋଇ ଅବଚେତନ ହୋଇ ଶୋଇଥାନ୍ତା, ତେବେ କ'ଣ ସେ ପୁରୁଷୋତ୍ତମଙ୍କ ଜୀବନର କୃପାକୁ ଗ୍ରହଣ କରିଥାନ୍ତା? ପ୍ରଭୁଙ୍କର ପ୍ରବୋଧିନୀ କୃପା। ଶ୍ରୀମଦ୍ ଭଗବତର ଗୋପାଳ ବାଳଙ୍କୁ ଜଗାଇବା ପାଇଁ ଆମେ ଶୁଣିଥିଲେ ବାଳକୃଷ୍ଣ ସିଂହାବାଦନ କରୁଥିଲେ। ପ୍ରବୋଧୟତେ ଶୃଙ୍ଗାରେଣ ଚାରୁଣା। ଗୋଚାରଣ କରିବା ପାଇଁ ସକାଳୁ ଉଠିକି ସିଂହାଧ୍ୱନି ଦେଇ ତାଙ୍କର ଲୀଳା ପାର୍ଶ୍ୱଦଙ୍କୁ ଉଠାଉଥିଲେ। ଏହାର ଅନ୍ତର୍ନିହିତ ମର୍ମ କ'ଣ? ମର୍ମ ଏଇଆ, ହତଚେତନ ଜୀବ ଯେତେବେଳେ ତା ଜୀବ ଚେତନା এইটি এই উদ্বোধনী কৃপার এক অপূর্ব অনবদ্য ସ୍ମୃତି ଚୟନିକା ଯୁଗ ପୁରୁଷୋତ୍ତମଙ୍କର ଆପଣଙ୍କ ପାଖରେ ମୁଁ ଉପସ୍ଥାପନ କରୁଛି। ସେଦିନ ଥିଲା 14/4/1949 ଗୋଟିଏ ମଞ୍ଜୁଳ ପ୍ରଭାତ। ଏପ୍ରିଲ ମାସର ରୌଦ୍ର ତାପ ପୂର୍ବରୁ ପ୍ରଭୁ ସେ ସମୟରେ ଅଧିକାଂଶ ସମୟ ବସୁଥିଲେ ଆସି ବିଭିନ୍ନ ଭକ୍ତ ପାର୍ଶ୍ୱଦମାନଙ୍କୁ ଧରି। କିଛି ବ୍ୟକ୍ତି ପହିଲା ବୈଶାଖର ବୃହସ୍ପତିବାରର ସେ ଏକ ଅପୂର୍ବ ଦୃଶ୍ୟ। ଭକ୍ତ ପ୍ରାଣ ସହସ୍ର ସହସ୍ର ନର ନାରୀଙ୍କର ଦୃଷ୍ଟି ତାଙ୍କର ଜୀବନେଶ୍ୱରଙ୍କର ଶ୍ରୀମୁଖ ପାନରେ ନିବଦ୍ଧ।
ଭୁବନ ମୋହନଙ୍କର କଣ୍ଠରେ ଝରି ଉଠିଥିଲା ପ୍ରତି ପ୍ରାଣରେ ସେଇ ତପସ୍ୟାର ବ୍ରାହ୍ମଣୀ ଅଗ୍ନିଶିଖା। ଶ୍ରୀ ଠାକୁର ସେଇ ବାଣୀଟିର ନାମ ଦେଇଥିଲେ ଜାଗରଣୀ। ଏଠି ଶ୍ରୀମଦ୍ ଭଗବତର ପ୍ରବୋଧୟାନେ ଶୃଙ୍ଗାରେଣ ଚାରୁଣାଙ୍ଗତି, ଯେମିତି ଗୋପାଳ ବାଳକଙ୍କୁ ଉଠେଇବା ପାଇଁ ବେଣୁନାଦ କରୁଥିଲେ ଶ୍ରୀକୃଷ୍ଣ, ସେ ଶ୍ରୀ ଠାକୁର ସେହିଭଳି ଭାବରେ ତାଙ୍କର ଅର୍ଦ୍ଧଭାବ ସମାଧି ଅବସ୍ଥାରେ ଏକ ବାଣୀ ଦେଲେ। ଠାକୁର କହିଲେ ଲେଖ। ତାଙ୍କ ପାଖରେ ଥିବା କ୍ଷିପ୍ର ଲେଖକ ଲେଖିଲେ, ବାଣୀଟି ଥିଲା ଏଇ, ଉଠ ଜାଗ ବରଣୀୟ ଯିଏ ତାଙ୍କଠାରେ ନିବୁଦ୍ଧ ହୁଅ, ଉଷା ଆଜି ଆସିଲା ଏଇ ଜୀବନରେ ନବୀନ ହୋଇ, ନବୀନ ଉଦ୍ୟମରେ ଅର୍କ ଆଲୋକରେ ଉଦ୍ବୁଦ୍ଧ କରି ତୋଳ ତାଙ୍କରି ଜୀବନ ମନ୍ତ୍ରରେ। ଉଠ ଆସନ ଗ୍ରହଣ କର, ପ୍ରାର୍ଥନା କର, ପ୍ରବୃଦ୍ଧ ହୋଇ ସକଳ କର୍ମରେ ତାଙ୍କୁ ପରିପାଳନ କର। ଶାନ୍ତି ଆସୁ, ଶ୍ରଦ୍ଧା ଆସୁ, ସ୍ୱସ୍ତି ଆସୁ ତୁମ ଜୀବନର ଜୀବନ୍ତ ହୋଇ। କହିସାରିଲା ପରେ ପ୍ରଭୁ ଭକ୍ତମଣ୍ଡଳୀ ଚାହିଁ ପଚାରିଲେ, ଏଇଠି କେମିତି ଲାଗୁଛି? ସେ ଏକ ଥିଲା ତପୋବୟ ମୁହୂର୍ତ୍ତର କଥା। ବାଣୀଟି ଦେବା ପରେ ଶ୍ରୀ ଠାକୁର କହିଲେ, ତାଙ୍କର ଜ୍ୱାଇଁ ଅପୂର୍ବ ସୁନ୍ଦର ମୈତ୍ର, ଏଇ ଅପୂର୍ବ ସୁନ୍ଦର ମୈତ୍ରକୁ ଦେଇ ଏହାର ଗୋଟେ ସ୍ୱର କରିବ। ସେ ଗଦ୍ୟ କବିତା ଉପରେ ଏକ ସୁନ୍ଦର ସୁର ସଂଯୋଜନା କରିଦେଲେ। ଶିଶିଟାକୁ ଉକ୍ତ ସ୍ୱରଟି ତାଙ୍କ ପାଖରେ ଯେତେବେଳେ ଉପସ୍ଥିତ କରାଗଲା, ସେ ତାକୁ ଅନୁମୋଦନ କରିଥିଲେ। ଖାଲି ସେତିକି ନୁହେଁ, ଶ୍ରୀ ଠାକୁର ସମବେତ ଯତିବୃନ୍ଦଙ୍କୁ ଲକ୍ଷ୍ୟ କରି କହିଲେ, ଖୁବ୍ ସକାଳେ ଉଠି 4ଟା ମଧ୍ୟରେ ପ୍ରାତକୃତ୍ୟାଦି ଓ ନାମ ଧ୍ୟାନ ସାରି ଘର ଘର ଯାଇ ସମସ୍ତଙ୍କୁ ଜାଗରଣୀ ଗାନ ଗାଇ ଜଗାଇ ଦେବାକୁ ହେବ। ଶୀଘ୍ର ଶୀଘ୍ର ଯେପରି ନାମ ଧ୍ୟାନରେ ବସିବାକୁ ହେବ, ଏଥିରେ ଲୋକ ଆନନ୍ଦ ପାଏ, ସ୍ଫୂର୍ତ୍ତି ପାଏ, ତାର ଶରୀର ଭଲ ରୁହେ। ଆଗରୁ ଯେତେ ଦିନ ଭୋରରେ ସମସ୍ତଙ୍କୁ ଉଠାଇ ନାମ ଧ୍ୟାନ କରେଇଛି, ବିଶେଷ ଭାବରେ ହିମାୟତପୁରରେ ସେତେ ଦିନ ପର୍ଯ୍ୟନ୍ତ ମଣିଷ ଅକାଳରେ ମରି ନାହିଁ। ତେଣୁ ପ୍ରତ୍ୟେକ ଏଇଟାକୁ କରିବାକୁ ହେବ। ସେ ତପମୂର୍ତ୍ତି, ତପସ୍ୟା ତିଆରି କରିବେ। ତପସ୍ୟା ନାମରେ ଯେତେବେଳେ ଅପତପସ୍ୟା ସୃଷ୍ଟି ହୁଏ, ସେ ତା ଭିତରେ ତପସ୍ୟା ତିଆରି କରି ତା ଭିତରେ ଆଚରଣ କରି ଦେଖାଇ ଦିଅନ୍ତି। ତେଣୁ ତ ସେଦିନ ଶ୍ରୀକୃଷ୍ଣ କହିଥିଲେ, ଆଚାର୍ଯ୍ୟ ମାଂ ବିଜାନିୟାତ୍ ମହି ମନ୍ୟତେ କହିର୍ଚିତ୍ ନବତ୍ୟ ବୁଦ୍ଧୋ ଅବଶ୍ୟତ ସର୍ବଦେବ ମୟ ଗୁରୁ। ମୋତେ ଆଚାର୍ଯ୍ୟ ବୋଲି ଜାଣିବୁ, ତୋର ମଣିଷ ତନୁରେ ତୁ ମୋତେ ଅସ୍ୱୀକାର କରିବୁ ନାହିଁ। ଏଠି କୃପାର ଗୁରୁଙ୍କର, ଗୁରୁ ଇଷ୍ଟ ପୁରୁଷୋତ୍ତମଙ୍କର ଏଇ ଜାଗରଣୀ ଧ୍ୱନି ହେଉଛି ତାଙ୍କର ପ୍ରଦତ୍ତ ବ୍ରହ୍ମଶକ୍ତିର ଧ୍ୱନି, ଯାହାକି ଭବଜୀବର ମାୟା ପ୍ରବନ୍ଧନକୁ ଅପନୋଦନ କରି ଭବବନ୍ଧର ଚାହିଦାକୁ ସଚେତନ କରାଇଦେବ। ତେଣୁ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସେଦିନ କହିଥିଲେ, ପ୍ରଭୁଙ୍କର ବାକ୍ୟ ଠାରୁ ଆଉ ମନ୍ତ୍ର କ'ଣ ଅଛି? ଚାଲ ଆଗେଇ ଚାଲ, ରାସ୍ତା ଭାବି କ୍ଳାନ୍ତ ହୋଇପଡ଼ ନାହିଁ। କେତେ ଦୂର ଆଗେଇଛ ମାପି ଦେଖି ଯାଅ ନାହିଁ, ପୁଣି ପଛେଇ ଯିବ। କୃପାର ମଧୁରିମା ଜାଣିବାକୁ ରୂପ ପ୍ରପଞ୍ଚର ଦର୍ଶନ ନୁହେଁ, ଈଶ୍ୱର ଚୈତନ୍ୟମୟ ହୋଇ ନଥିଲେ ରୂପ ପ୍ରପଞ୍ଚର ଦର୍ଶନ କିପରି ହୁଅନ୍ତା? ଲୀଳାବରଣର ମାଧ୍ୟମରେ କୃପାର ସ୍ୱାଦ ମିଳେ, ସେ ନିଜେ କ୍ରୀଡ଼ା କରନ୍ତି। ଏଥିପାଇଁ ନିରାକାର ପରବ୍ରହ୍ମ ନରାକାର ପରବ୍ରହ୍ମ ହୋଇ ଆକାର କୃପାକୁ ହିଁ ପ୍ରପଞ୍ଚ ରୂପରେ ରୂପାୟିତ କରନ୍ତି। ଅର୍ଥାତ୍ ଅନେକ ପ୍ରକାର ଦୃଶ୍ୟ କାର୍ଯ୍ୟକୁ ସୃଜନା କରି ବିସର୍ଜନ କରନ୍ତି। ସେ ଏହି କୃପାଳୁ ଉପଲବ୍ଧି କରାଇବା ପାଇଁ ଜୀବର ଅହଂ ଥାଏ, ତେଣୁ ସେହି ଭାବ ଅନୁସାରେ ସେ ତାହା କରନ୍ତି। ଏହା ତାଙ୍କର କ୍ରୀଡ଼ନକ କ୍ରିୟାର ମାଧୁରିମା
ତାଙ୍କ ନିଜ ତୁଣ୍ଡର କଥା ସେ କହିଛନ୍ତି। ସଦ୍ଗୁରୁ ପତଳା ଅହଙ୍କାର ଯୁକ୍ତ, ସେ ନିଜର ଇଚ୍ଛା ତୁମ ଭିତରେ ଜାହିର କରିବେ ନାହିଁ, ଭାବ ଅନୁସାରେ ଅନୁସରଣ କରିବେ। ଯାହା କିଛି କାରଣ ଶରୀରରେ ଜୀବ ଦେହରେ ଲୁପ୍ତ ଗୁପ୍ତ ବା ସୁପ୍ତ ଅବସ୍ଥାରେ ଥାଏ, ସଦ୍ଗୁରୁ ତାକୁ ତାର ମଇଳା ବାହାର କରିଦିଅନ୍ତି। ଖାଲି ମଇଳା ବାହାର କରନ୍ତିନି, ସଞ୍ଚାରଣ କରିଦିଅନ୍ତି, ତାର ପରିପ୍ରକାଶ କରନ୍ତି। ଏହି ହେଉଛି ତାର ବୈଶିଷ୍ଟ୍ୟ। ଜୀବ ଦେହରେ ଶିବକୁ ରୂପାନ୍ତରିତ କରାଇଥାନ୍ତି। ଉଦ୍ଧାର ଶକ୍ତି ବା ହ୍ଲାଦିନୀ ଶକ୍ତି, ଅକ୍ଷୟ କୃପା ଶକ୍ତି, ଏହାର ପ୍ରକାଶ ଭୂମିକୁ ଲୀଳା କୁହାଯାଏ। ଅନ୍ତଃକରଣ ବହିକରଣ, ବିଷୟ ପ୍ରମାଣ, ବିସର୍ଜନ, ବିପର୍ଯ୍ୟୟ, ବିକଳ୍ପ, ନିଦ୍ରା, ସ୍ମୃତି, ଅବିଦ୍ୟା, ଅସ୍ମିତା, ରାଗଦ୍ୱେଷ, ଅଭିନିବେଶ, ମନର ମୂଢ଼, କ୍ଷିପ୍ତ ବିକ୍ଷିପ୍ତ, ଏକାଗ୍ରତା, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଇତ୍ୟାଦି ସବୁ ସ୍ଥୂଳ ସୂକ୍ଷ୍ମ ବିଷୟର ବିଚାର ବିସ୍ତାର କରିବାର ମୁକ୍ତ ଚୈତନ୍ୟ ଜାଗ୍ରତର ପ୍ରପଞ୍ଚନୀ କୃପା ହିଁ ଭରିଥାଏ। କୃପାର ଏତେ ବିଧ ଶାସ୍ତ୍ରୀୟ ପ୍ରମାଣ ଅପେକ୍ଷା ଅନୁଭବଲବ୍ଧ ପ୍ରମାଣ ସର୍ବାପେକ୍ଷା ଶ୍ରେଷ୍ଠ। ଅବିଦ୍ୟା ନିଦ୍ରାରେ ସୁସୁପ୍ତ ବିସ୍ତାର ପ୍ରସାର କରି ଏହି ପ୍ରପଞ୍ଚନୀ କୃପା ଜୀବକୁ ଯେବେ କିଛି ମାତ୍ରରେ ପ୍ରତିଭାତ କରିଥାଏ, ସେତେବେଳେ ଏହି କୃପା ଦ୍ୱାରା ସବୁକିଛି ପ୍ରତୀତ ହୁଏ, ପ୍ରତିଭାତ ହୁଏ। ଶିଶୁର ଆଖି ଖୋଲିଯାଏ। ଏହିକୁ କୁହାଯାଏ ଜ୍ଞାନାଞ୍ଜନ ଶଳାକୟା। ମନ କାମ କରିବାକୁ ଆଗେଇ ଆସେ। ଏହା ତ ଦୃଶ୍ୟ ଦର୍ଶନର ସାମର୍ଥ୍ୟ ଶକ୍ତି। ଏହାକୁ କୁହାଯାଏ ପ୍ରବୋଧିନୀ ଶକ୍ତି। ଆଉ ଯେଉଁ ଦୃଶ୍ୟର ଅଭିବ୍ୟକ୍ତି ତାକୁ କୁହାଯାଏ ପ୍ରପଞ୍ଚନୀ ଶକ୍ତି। ବୁଝିଲା?